ଆମେରିକା ଛାପ ଉପରେ ଭାରତ ମୁଣ୍ଡ ନଉଛି ନୁହେଁ, ବରଂ ଆମେରିକା ଯେଉଁ ଯେଉଁ ଟିକସ ରଖିଥିଲା, ଗୋଟେ ସମୟ ଥିଲା 50% ଟିକସ ରଖୁଥିଲା, ତାକୁ ବର୍ତ୍ତମାନ 18% ବା ଆହୁରି 5% କମେଇ ଦେଇଛି। ଏଇଭଳି ଭାବରେ ଆମେରିକା ବରଂ ଭୟ କରୁଛି। ଆମେରିକା ବିରୁଦ୍ଧରେ ବର୍ତ୍ତମାନ ପୃଥିବୀର ଅଧିକାଂଶ ଦେଶମାନେ ଲାଗିଛନ୍ତି। ସେମାନଙ୍କ ମଧ୍ୟରେ ୟୁରୋପିଆନ ୟୁନିୟନର ଦେଶମାନେ ମଧ୍ୟ ବହୁତ ଜୋରରେ ଲାଗିଛନ୍ତି। ସେମାନେ ସବୁ ଏଥିପାଇଁ ଲାଗିଥିବାରୁ ବର୍ତ୍ତମାନ ଆମେରିକା ଡରିଗଲାଣି। ଗ୍ରୀନଲ୍ୟାଣ୍ଡକୁ ନେବ ବୋଲି ଯେଉଁ କଥା କହୁଥିଲା, ବର୍ତ୍ତମାନ ସେଥିରେ ଦେଖିଲା ବେଳକୁ ଫ୍ରାନ୍ସ ଏବଂ ଅନ୍ୟାନ୍ୟ ୟୁରୋପିଆନ ୟୁନିୟନର ଦେଶମାନେ ସବୁ ସୈନ୍ୟ ପଠାଇଲେଣି, ଯେଉଁମାନେ କି ଯାଇକି ସେଠି ଅଛନ୍ତି। ତେଣୁ ଏହିସବୁ ଦୃଷ୍ଟିରୁ କୁହାଯାଉଛି ଯେ ଆମେରିକା ଏବେ ମଧ୍ୟ ଭଲ ଅବସ୍ଥାରେ ନାହିଁ, ଯୁଦ୍ଧ କରିବା ଅବସ୍ଥାରେ ନାହିଁ। କାରଣ ବର୍ତ୍ତମାନ ଧୀରେ ଧୀରେ ଆମେରିକା ନିଜେ ପୃଥିବୀରେ ଏକବାରିଆ ହୋଇଯାଉଛି। ଯେଉଁ ନାଟୋ ମେଣ୍ଟ କରିଥିଲା, ଯେଉଁ ନାଟୋ ମେଣ୍ଟରେ ତାରି ନେତୃତ୍ୱରେ ସବୁ ଅନ୍ୟାନ୍ୟ ଦେଶମାନେ, ସବୁ ୟୁରୋପୀୟ ଦେଶମାନେ, ଫ୍ରାନ୍ସ, ଜର୍ମାନୀ, ଇଂଲଣ୍ଡ ଇତ୍ୟାଦି ଦେଶମାନେ, ସବୁ ବେଲଜିୟମ ସବୁ ଥିଲେ, ସେମାନେ ବର୍ତ୍ତମାନ ସବୁ ତା ଉପରେ ଅସନ୍ତୁଷ୍ଟ। ଇଆଡ଼େ ଚୀନ ସହିତ ତ ପାରମ୍ପରିକ ଭାବରେ ତାଙ୍କର ବିରୋଧ ରହିଛି। ସିଆଡ଼େ ଦେଖିଲା ବେଳକୁ ଯେ ସେ କହୁଛି ଯେ ଗ୍ରୀନଲ୍ୟାଣ୍ଡରେ ଚୀନ ଆଉ ରୁଷିଆ ଆଧିପତ୍ୟ ବିସ୍ତାର କରିବେ, କିନ୍ତୁ ସେମାନେ କହୁଛନ୍ତି ନାଇଁ, ଆମେ ସେଟା କରିବୁ ନାହିଁ। ସେଇଥିପାଇଁ ଏଇଭଳି ଭାବରେ ବର୍ତ୍ତମାନ ଆମେରିକା ଗୋଟେ ଏପରି ଦେଶ ଯିଏକି କହୁଛି କାନାଡାକୁ ମଧ୍ୟ ଯେ ଆମେରିକାରେ ମିଶେଇ ଦେବ ବୋଲି, ଗ୍ରୀନଲ୍ୟାଣ୍ଡକୁ ମିଶେଇ ଦେବ, କାନାଡାକୁ ମିଶେଇ ଦେବ ଏବଂ ଅନ୍ୟାନ୍ୟ ଦେଶମାନଙ୍କୁ ମଧ୍ୟ ମିଶେଇ ଦେବ। ଏହି କଥା ସବୁବେଳେ କହୁଛି। କହିବା ଫଳରେ ପୃଥିବୀରେ ସବୁ ବିଭିନ୍ନ ଦେଶମାନେ ତା ଉପରେ ଅସନ୍ତୁଷ୍ଟ ହୋଇଗଲେଣି। ସେଥିପାଇଁ କେବଳ ଭାରତ ନୁହେଁ, ପୃଥିବୀର ଅଧିକାଂଶ ଦେଶ ସେକୁ ସାମ୍ରାଜ୍ୟବାଦୀ ଦେଶ ବୋଲି ଭାବୁଛନ୍ତି ଆମେରିକାକୁ। ଆମେରିକାର ବର୍ତ୍ତମାନ ସେ ଗୋଟେ ଏମିତି ଦେଶ ନୁହେଁ ଯେ ସାମ୍ରାଜ୍ୟବାଦରେ ଦେଇ କରିକି ସାରା ପୃଥିବୀକୁ ଏକଜୁଟ କରିପାରିବ। କେବେ ହେଲେ ଏଇଟା ସମ୍ଭବ ନୁହେଁ, ହବାର ମଧ୍ୟ ସମ୍ଭାବନା ନାହିଁ। କିନ୍ତୁ ଭାରତ ଚାପରେ ସୃଷ୍ଟି ହେଇକି ତା ଦେହରେ ବସୁନାହିଁ, ବରଂ ଭାରତକୁ ଡରିଗଲାଣି ଆମେରିକା। ଭାରତ ଯେହେତୁ ସବୁବେଳେ ବର୍ତ୍ତମାନ ଦେଖୁଛି ଇଏ ଏସିଆ ମହାଦେଶରେ ତା ବିରୁଦ୍ଧରେ ସମସ୍ତ ଧରାଯାଉ ଗୋଟିଏ ପଟରେ ରହିଲେ ଯେ ଏସିଆ ମହାଦେଶରେ ଗୋଟିଏ ପଟରେ ରହିଲେ ଯେ ଭାରତ, ଏବଂ ଆଉ ଗୋଟେ ପଟରେ ଅନ୍ୟ ସବୁ ଦେଶ ଗୁଡ଼ାକ ଅଛନ୍ତି, କାହାରି ସାଙ୍ଗରେ ଆମେରିକାର ଭଲ ସମ୍ପର୍କ ରହୁନାହିଁ, ଚୀନ ସାଙ୍ଗରେ ରହୁନାହିଁ ଏବଂ କାମ୍ବୋଡିଆ ଇତ୍ୟାଦି ଦେଶମାନଙ୍କ ସାଙ୍ଗରେ ଭଲ ରହୁନାହିଁ। ସେଥିପାଇଁ ଭାରତ ବିରୁଦ୍ଧରେ ସେ ଯାଇପାରିବନି, ବରଂ ଭାରତ ସହ ମିଳାମିଶା କରିବାକୁ ବାଧ୍ୟ ହେବ ଏବଂ ବାଧ୍ୟ ହେବାକୁ ବାଧ୍ୟ। ଏଇ ହେଉଛି କଥା।